ଯଦି ଏତେ ଚିକଣିଆ କଥାବାର୍ତ୍ତା କରୁଥିବା ବିଭୂତିଭୂଷଣ ଜେନା କେମିତି ଜାଣିପାରିଲେ ନାହିଁ ତାଙ୍କର ମୁଖିଆ ମୋହନ ମାଝୀଙ୍କର ଫାଇନ୍ଟା 64,000 ଟଙ୍କା ଫାଇନ୍ଟା ଆଜି ପର୍ଯ୍ୟନ୍ତ 5 ବର୍ଷ ହେଲାଣି ଗଡ଼ୁଛି। ମୋହନ ମାଝୀ ଫାଇନ୍ କ୍ଲିୟର କରିନଥିଲେ, ତାଙ୍କର ପିୟୁସି ସାର୍ଟିଫିକେଟ୍ ନଥିଲା ଗତକାଲି ପର୍ଯ୍ୟନ୍ତ। ଯେତେବେଳେ ଆମେ ଆଲିଗେସନ୍ ଆଣିଲୁ ତା ପରବର୍ତ୍ତୀ ସମୟରେ ସେ ଫାଇନ୍ ସେଟଲମେଣ୍ଟ କରିଛନ୍ତି ବୋଲି ଆମେ ଦେଖୁଛୁ। କାରଣ ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ 5 ବର୍ଷ ପର୍ଯ୍ୟନ୍ତ ବକେୟା ଫାଇନ୍ ରଖିକି ରାସ୍ତାରେ ଗାଡ଼ି ଚଲାଉଛନ୍ତି ତାହେଲେ ଲୋକ କାହିଁକି ନ ଚଲେଇବେ? ଯଦି ଲୋକଙ୍କର 90 ଦିନରୁ ପୁରୁଣା ଚାଲାଣ ଥିଲା ପିୟୁସି ହେଇପାରୁନି, ତାହେଲେ ମୋହନ ମାଝୀଙ୍କର ଚାଲାଣ ଥିଲା 2020 ମସିହାରୁ। ଆଜି କେମିତି ସବୁଯାକ ଫାଇନ୍ ସେଟେଲ୍ ହେଇଗଲା? ସେ ସବୁ କୋର୍ଟକୁ ଯାଇଥିଲା ନା ନାହିଁ? ଯଦି କୋର୍ଟକୁ ଯାଇଥିଲା କେମିତି 24 ଘଣ୍ଟା ପୁରିନି ମୋହନ ମାଝୀଙ୍କର ଫାଇନ୍ ଗୁଡ଼ାକ କୋର୍ଟରୁ ରିଲିଭ୍ ହେଇ ଆର୍ଟିଓ ଡିପାର୍ଟମେଣ୍ଟରୁ ରିଲିଭ୍ ହେଇ ସବୁ ସେଟେଲ୍ ହେଇଗଲା? ମୋହନ ମାଝୀଙ୍କର ରାଗ ପଶିଯାଇଛି ଯେ ଲୋକ କାହିଁକି ଆମ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କଲେ। ନାଇଁ, ଦୁଃଖ ଲାଗୁଛି ଏଇଥିପାଇଁ ଯେ ଯେତେବେଳେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ କିଛି ପୋଲିସ ଅଫିସର ମଧ୍ୟ ନିୟୋଜିତ କରେଇ ଲୋକଙ୍କୁ ଯେଉଁ ସରୁ ଚକୁଳିର କଥାବାର୍ତ୍ତା ଚିକଣିଆ କଥାବାର୍ତ୍ତା କରୁଥିଲେ, ଆପଣମାନେ କାହିଁକି ଫାଇନ୍ ରଖିଛନ୍ତି, ଫାଇନ୍ ଭରଣା କରିଦିଅନ୍ତୁ, ଫାଇନ୍ ରଖିବା ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ନୁହେଁ, ପିୟୁସି ସାର୍ଟିଫିକେଟ୍ ରଖିବା ନିହାତି ଦରକାର। ଯଦି ଏତେ ଚିକଣିଆ କଥାବାର୍ତ୍ତା କରୁଥିବା ବିଭୂତିଭୂଷଣ ଜେନା କେମିତି ଜାଣିପାରିଲେ ନାହିଁ ତାଙ୍କର ମୁଖିଆ ମୋହନ ମାଝୀଙ୍କର ଫାଇନ୍ଟା 64,000 ଟଙ୍କା ଫାଇନ୍ଟା ଆଜି ପର୍ଯ୍ୟନ୍ତ 5 ବର୍ଷ ହେଲାଣି ଗଡ଼ୁଛି। ଖାଲି 64,000 ଟଙ୍କା ଫାଇନ୍ ନୁହଁ, ମୋହନ ମାଝୀଙ୍କର ଯେଉଁ ଫାଇନ୍ ପଡ଼ିଛି ଯାଠୁ ବି ସେ ଫାଇନ୍ ହେଉଛି କେବଳ ଓଭର ସ୍ପିଡ୍ ଫାଇନ୍। ଗାଡ଼ି ମୋହନ ମାଝୀ ଗାଡ଼ିକୁ ରାସ୍ତାରେ ପ୍ରଚୁର ସ୍ପିଡ଼ରେ ନେଇକି ଯାଇଛନ୍ତି, ଯେଉଁଥିପାଇଁ ଫାଇନ୍ ପଡ଼ିଛି। ମୋହନ ମାଝୀଙ୍କର ଟଙ୍କାଟା ଫାଇନ୍ ପଡ଼ିନି ପିୟୁସି ପାଇଁ। ଆପଣଙ୍କର ଯେକୌଣସି ଫାଇନ୍ ଯଦି କ୍ଲିୟର ନ କରିବେ ତାହେଲେ ପିୟୁସି ସାର୍ଟିଫିକେଟ୍ କରିପାରିବେ ନାହିଁ। ମୋହନ ମାଝୀ ଫାଇନ୍ କ୍ଲିୟର କରିନଥିଲେ, ତାଙ୍କର ପିୟୁସି ସାର୍ଟିଫିକେଟ୍ ନଥିଲା ଗତକାଲି ପର୍ଯ୍ୟନ୍ତ। ଯେତେବେଳେ ଆମେ ଆଲିଗେସନ୍ ଆଣିଲୁ ତା ପରବର୍ତ୍ତୀ ସମୟରେ ସେ ଫାଇନ୍ ସେଟଲମେଣ୍ଟ କରିଛନ୍ତି ବୋଲି ଆମେ ଦେଖୁଛୁ। କିନ୍ତୁ ଯଦି ମୋହନ ମାଝୀକୁ 5 ବର୍ଷ ଧରିକି ଆପଣ ମହଲତ ଦେଲେ, ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀକୁ 5 ବର୍ଷ ମହଲତ ଦିଆଯିବ ଯେ ଫାଇନ୍କୁ ରିଲାକ୍ସେସନ୍ ଦିଆଯିବ 5 ବର୍ଷ ପର୍ଯ୍ୟନ୍ତ, ତାହେଲେ ସାଧାରଣ ଲୋକଙ୍କୁ ଆପଣ କାହିଁକି ସାଧାରଣ ଲୋକଙ୍କ ଉପରେ ଆପଣ ଜୁଲମ କରିବେ ଯେ ଆପଣଙ୍କୁ ଆଉ ଗୋଟିଏ ମାସ ବଢ଼େଇ ଦିଆଗଲା? ଆପଣ ଲୋକଙ୍କୁ ମଧ୍ୟ ଟାଇମ୍ ଦିଅନ୍ତୁ ଯେ ଲୋକଙ୍କୁ ଯେଉଁ ଲୋକର 64,000 ଟଙ୍କା ଫାଇନ୍ ହେଲା ପର୍ଯ୍ୟନ୍ତ କେଉଁଟା ସ୍ପିଡ୍ ଯେଉଁ ଫାଇନ୍ ପିୟୁସି ଫାଇନ୍ ନୁହେଁ, ମୁଁ ଆପଣଙ୍କ ସ୍ପିଡ୍ରେ ଆପଣଙ୍କର ଓଭର ସ୍ପିଡ୍ ଫାଇନ୍ ଏବଂ ସିଟ୍ ବେଲ୍ଟ ଫାଇନ୍, ହେଲମେଟ୍ ଫାଇନ୍, ଏ ଫାଇନ୍ 64,000 ଟଙ୍କା ହେଲା ପର୍ଯ୍ୟନ୍ତ ଆପଣ ଲୋକଙ୍କୁ ରିଲାକ୍ସେସନ୍ ଦିଅନ୍ତୁ। ଲୋକଙ୍କୁ ରିଲାକ୍ସେସନ୍ ଦିଅନ୍ତୁ ଯେ ଲୋକ 5 ବର୍ଷ ପର୍ଯ୍ୟନ୍ତ ଫାଇନ୍ ନ ଦେଇକି ରାସ୍ତାରେ ଗାଡ଼ି ଚଲାଇବେ। କାରଣ ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ 5 ବର୍ଷ ପର୍ଯ୍ୟନ୍ତ ବକେୟା ଫାଇନ୍ ରଖିକି ରାସ୍ତାରେ ଗାଡ଼ି ଚଲାଉଛନ୍ତି ତାହେଲେ ଲୋକ କାହିଁକି ନ ଚଲାଇବେ? ଆଉ ପରିବହନ ସଚିବ ଯିଏ ଅଛନ୍ତି ଅମିତାଭ ଠାକୁର, ଭାରି ଚିକଣ କଥାବାର୍ତ୍ତା। ଓ ଲୋକ ଫାଇନ୍ ଭରଣା କରିନାହାନ୍ତି, ପିୟୁସି ସାର୍ଟିଫିକେଟ୍ ଖଣ୍ଡେ କରିନାହାନ୍ତି, ସତେ ଯେମିତି ବଡ଼ ଅପରାଧ କରି ପକାଇଲେ। ଗ୍ୟାଙ୍ଗରେପ୍ଠୁ ବଡ଼ ଅପରାଧ ଲୋକ କରି ପକାଇଛନ୍ତି ଯେ ଫାଇନ୍ଟିଏ ଭରି ନାହାନ୍ତି, ପିୟୁସି ସାର୍ଟିଫିକେଟ୍ଟିଏ କରିନାହାନ୍ତି। ତୁମେ ସାର୍ଟିଫିକେଟ୍ କରିଦିଅ, ସଚେତନ ନାଗରିକ, ରାସ୍ତାରେ ଗାଡ଼ି ଚଲାଉଛ, କାହିଁ ମୋହନ ମାଝୀ କହୁନ? ଖାଲି ମୋହନ ମାଝୀ ନୁହନ୍ତି, ବହୁ ମୋହନ ମାଝୀଙ୍କର ଗାଡ଼ିରେ ପିୟୁସି ଫାଇନ୍ ପଡ଼ୁନଥିଲା କାରଣ ତାଙ୍କର ଟୋଲ୍ ଗେଟ୍ରେ ପଇସା ପଡ଼େନି। ଟୋଲ୍ ଗେଟ୍ରେ ଆପଣଙ୍କର ଯେତେବେଳେ ପଇସା ପଡ଼ିବ ଟୋଲ୍ ଗେଟ୍ ଦେଇକି ଯିବେ, ଟୋଲ୍ ଗେଟ୍ରେ ଚାର୍ଜ ପଡ଼ିବ, ତାପରେ ସାଙ୍ଗେ ସାଙ୍ଗେ ଯଦି ଆପଣଙ୍କର ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବ ତାହେଲେ ଫାଇନ୍ ଇସ୍ୟୁ ହେଇଯାଏ। ମୋହନ ମାଝୀଙ୍କର ପଡ଼େନି, କାରଣ ତାଙ୍କ ଟୋଲ୍ ଗେଟ୍ରେ ପଇସା ପଡ଼େନି, ଗାଡ଼ିରେ ଏମ୍ଏଲ୍ଏ ଷ୍ଟିକରଟା ମରା ହେଇଛି। ଏଇଭଳିଆ ଅବସ୍ଥା ଖାଲି ମୋହନ ମାଝୀ ନୁହଁ, ରାଜ୍ୟରେ ବହୁ ବିଧାୟକ, ପୂର୍ବତନ ବିଧାୟକ, ସଚିବ, ଆଇଏଏସ୍ ଅଫିସର, ନେତା, ବହୁ ପଦାଧିକାର ଏ ଜିନିଷ ଗଡ଼ୁଛି। ଆଉ ଗୋଟେ ଜିନିଷ ଲୋକଙ୍କ ଉପରେ ଏମାନଙ୍କର ଜୁଲମ। 90 ଦିନ ପୁରୁଣା ଯଦି ଚାଲାଣ ଥିବ ତାହେଲେ ପିୟୁସି ସାର୍ଟିଫିକେଟ୍ ହେଇପାରିବ ନାହିଁ। ତାହେଲେ ବର୍ତ୍ତମାନ ସୁଦ୍ଧା ମୋହନ ମାଝୀଙ୍କ ଗାଡ଼ିରେ ପିୟୁସି ନାହିଁ। ମୋହନ ମାଝୀଙ୍କର ସେଟେଲ୍ ଆଜି କରିଦେଇଛନ୍ତି, କେମିତି ହେଲା ଆମେ ବି ଜାଣିପାରୁନୁ। ଯଦି ଲୋକଙ୍କର 90 ଦିନରୁ ପୁରୁଣା ଚାଲାଣ ଥିଲା ପିୟୁସି ହେଇପାରୁନି, ତାହେଲେ ମୋହନ ମାଝୀଙ୍କର ଚାଲାଣ ଥିଲା 2020 ମସିହାରୁ। ଆଜି କେମିତି ସବୁଯାକ ଫାଇନ୍ ସେଟେଲ୍ ହେଇଗଲା? ସେ ସବୁ କୋର୍ଟକୁ ଯାଇଥିଲା ନା ନାହିଁ? ଯଦି କୋର୍ଟକୁ ଯାଇଥିଲା କେମିତି 24 ଘଣ୍ଟା ପୁରିନି ମୋହନ ମାଝୀଙ୍କର ଫାଇନ୍ ଗୁଡ଼ାକ କୋର୍ଟରୁ ରିଲିଭ୍ ହେଇ ଆର୍ଟିଓ ଡିପାର୍ଟମେଣ୍ଟରୁ ରିଲିଭ୍ ହେଇ ସବୁ ସେଟେଲ୍ ହେଇଗଲା? 90 ଦିନ ହେଲେ ଲୋକଙ୍କର ଫାଇନ୍ ସେଟେଲ୍ ହେଇପାରୁନି, ମୋହନ ମାଝୀଙ୍କର କେମିତି ସେଟେଲ୍ ହେଇଗଲା? ଏ ଜିନିଷ RTO 2 ନୁହେଁ, ମାନସ ମିଶ୍ର ଅଛନ୍ତି, ତାଙ୍କୁ ପଚାରିବାର ଆବଶ୍ୟକତା ଅଛି। ମାନସ ବାବୁ,
ଆପଣ ଯଦି ଜିରୋ ଟ୍ରାନ୍ସପାରେନ୍ସି ତାହେଲେ ମୋହନ ମାଝୀଙ୍କ ପାଇଁ ଆଇନ ଅଲଗା, ସାଧାରଣ ଲୋକଙ୍କ ପାଇଁ ଆଇନ କାହିଁକି ଅଲଗା? ଖାଲି ମୋହନ ମାଝୀ ନୁହଁ, ସବୁ ବିଧାୟକ ସବୁ ମନ୍ତ୍ରୀଙ୍କର ଚେକ୍ କଲେ ମୋତେ ଜଣାପଡ଼ିବ ଯେ ଆଙ୍କର ପୁରୁଣା ବକେୟା କେତେ ବାକି ରଖିଛନ୍ତି। ଇଏ ଲୋକଙ୍କ ଉପରେ ଜୁଲମ କରିବେ। ଆଙ୍କର ଆକ୍ଚୁଆଲି ରାଗ କାହିଁକି ପଶିଗଲା କି? ଲୋକ ଯେତେବେଳେ ପଚାରିଲେ ବିଧାୟକ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଚିଫ୍ ହୁଇପ୍ ଯେ ଆପଣ କାହିଁକି ଦରମା ବଢ଼େଇଲେ, ଇଏ କହିଲେ ତମେ ଆମକୁ ପଚାରିବ ଦରମା କାହିଁ ବଢ଼େଇଲୁ? ହଉ ଠିକ୍ ଅଛି। ମିଛୁଟାରେ ଗୋଟେ ନିଷ୍ପତ୍ତି ନେଇଗଲେ, ମିଛୁଟାରେ ଆସିକି ମିଡ଼ିଆ ଆଗରେ ବାହାସ୍ପଟ ମାଇଲେ ଆମେ ଲୋକ ଆମକୁ ଗାଳି ଗୁଲଜ କରୁଛନ୍ତି, ଆମେ ଦରମା କମେଇ ଦେବୁ। ଆରେ ବାବୁ 20 ଦିନ 25 ଦିନ ହେଲାଣି କାହିଁକି ଦରମା କମେଇନ? ବିଧାୟକ ଦରମା କାହିଁ କମେଇନି ଆଜି ପର୍ଯ୍ୟନ୍ତ? ବିଧାୟକ ଦରମା କମିବା ପାଇଁ ବିଲ୍ଟିଏ ପାସ୍ ହେଇପାରୁନି, କିନ୍ତୁ ଲୋକଙ୍କ ଉପରେ ଜୁଲମ କରିବା ପାଇଁ ବିଲ୍ ପାସ୍ ହେଇଯାଉଛି। ଲୋକଙ୍କୁ ଆଇନ ଆଣିକି ଟିକସ ଟଙ୍କା ଆଦାୟ କରିବା ପାଇଁ ବିଲ୍ ପାସ୍ ହେଇଯାଉଛି। PUC ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମିଳିବନି, ଏ ବିଲ୍ ପାସ୍ ହେଇଯାଉଛି। ଟାଟା କମ୍ପାନୀର ସ୍ମାର୍ଟ ମିଟର ଲଗାଅ, ଏ ବିଲ୍ ପାସ୍ ହେଇଯାଉଛି। ବିଲ୍ ପାସ୍ ହେଇଯାଉଛି ଯେ ପୁରୁଣା ବକେୟା ନଥିଲେ PUC ସାର୍ଟିଫିକେଟ୍ ହେଇପାରିବନି, ଏ ବିଲ୍ ପାସ୍ ହେଇଯାଉଛି। ସବୁ ବିଲ୍ ପାସ୍ ହେଉଛି, ବିଧାୟକଙ୍କ ଦରମା କାହିଁକି ଆଜି ପର୍ଯ୍ୟନ୍ତ କମେଇନ? ଏ ଜିନିଷ ମୋହନ ମାଝୀକୁ ପଚାରିବାର ଆବଶ୍ୟକତା ଅଛି। ହେ ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ 25 ଦିନ ହେଲାଣି, ତମ ମନ୍ତ୍ରୀ ଆସିକି ବିଧାୟକ ଆସି କହିଲେ ଲୋକଙ୍କ ଯେଉଁ ବିଧାୟକ ବାଚସ୍ପତି ଯେଉଁ ଦରମା ବଢ଼ିଛି ତା ଉପରେ ଆନାଲିସିସ୍ କରାଯିବ, ଦରମା କମାଯିବ, କାହିଁକି ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ? ଦରମା ବଢ଼େଇବା ପାଇଁ ଗୋଟାଏ ଦିନ, ଦରମା କମେଇବା ପାଇଁ 25 ଦିନ ହେଲାଣି ହେଇପାରୁନି। ମୋହନ ମାଝୀଙ୍କର ରାଗ ପଶିଯାଇଛି ଯେ ଲୋକ କାହିଁକି ଆମ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କଲେ। ଆରେ ଭାଇ, ଗଣତନ୍ତ୍ର ବ୍ୟବସ୍ଥା, ଲୋକ ତମକୁ ଭୋଟ ଦେଇକି ବିଧାନସଭା ପଠାଇଛନ୍ତି, ଆପଣ ଜାଣିପାରିଲେନି ଲୋକଙ୍କର ପାୱାର କ'ଣ? ଗୋଟେ ସିଙ୍ଗିଲ୍ ଆଙ୍ଗର ହେଲା ପାଣ୍ଡିଆନ ବିରୁଦ୍ଧରେ, ଭୋଟ ଡାଇଭର୍ଟ ହେଲା, ଆପଣ ଭୋଟ ନେଇଗଲେ, ଯାହା ଚୋରିମୋରି କରିଛନ୍ତି ଅଲଗା କଥା। ଆପଣ ଜାଣିପାରିଲେନି ଲୋକ ଯେ ରାସ୍ତାରେ ଗାଡ଼ି ଥୋଇଦେବେ କ'ଣ ଅବସ୍ଥା ହେବ? ଲୋକଙ୍କ ସାଙ୍ଗରେ ଜୁଲମ କରନି, ଭୟଙ୍କର ଅବସ୍ଥା କରିଦେବେ ସାଧାରଣ ଲୋକଙ୍କର ପାୱାର ବହୁତ। ଜନତା ସବ ଜାନତା ହେ। ତମେ ଯେଉଁ ନାଟକ ଆରମ୍ଭ କରିଛ ଯେ ଅମକ ଦେବୁନି, ଢମକ ଦେବୁନି, ତେଲ ଦେବୁନି, ଫାଇନ୍ କାଟିବୁ, PUC ସାର୍ଟିଫିକେଟ୍ ଦେବୁନି, ଲୋକ ରାସ୍ତାରେ ଗାଡ଼ି ଥୋଇଦେବେ। ଭୁବନେଶ୍ୱର ଯେଉଁ ଟ୍ରାଫିକ୍ ଅବସ୍ଥା ଯାହା ହେଲାଣି, 15-16 ଲକ୍ଷ ଲୋକ ରାସ୍ତାରେ ଗାଡ଼ି ଥୋଇଦେବେ। ଗାଡ଼ି ଥୋଇଦେଲେ ଅଧା ଓଡ଼ିଶା ବନ୍ଦ ହେଇଯିବ, ସମସ୍ତ ରାସ୍ତା NH ଷ୍ଟେଟ୍ ହାଇୱେ ବନ୍ଦ ହେଇଯିବ। ତାପରେ କ'ଣ ରାସ୍ତା ସରକାର ଦେଶ କେମିତି ରାଜ୍ୟ କେମିତି ଚଲେଇବେ? ଏ ନାଟକ, ଏ ଧନ୍ଦାବାଜି ବନ୍ଦ କରନ୍ତୁ।